ମା ଆମ ଗଛରେ ଏତେ ସୁଜନା ଦଣ୍ଟା ହେଇଛି କିଲୋ? ହଁ ହଁ ଏଇ ନେଇଯା ତରକାରୀ କରି ନେଇଯା ଦିଅ। ଏଇଠି ଦେଖନ୍ତୁ ଏଇ ପିତାକିମା ମୋ ମା ମୋ ପାଇଁ ଦେଇ ପଠେଇଛନ୍ତି। ନମସ୍କାର, ରିନାକି କିଚେନ କୁ ଆପଣଙ୍କୁ ସ୍ୱାଗତ। ଏଇଟା ହଉଛି ମୋ ଛୋଟ ବେଳର, ଏଇଟା ମା ବନାନ୍ତି ଆଉ ଆମେ ଖାଇଛୁ, ବହୁତ ଟେଷ୍ଟି ଲାଗେ। ଖାଲି ପିତାକିମା ଦେଇନାହାନ୍ତି ମା, ତା ସାଙ୍ଗର ପୁରା ସରୁ ସରୁ ଏମିତି ଦେଖନ୍ତୁ ପୁରା କଅଁଳି ସୁଜନା ଛୁଇଁ ଦେଇଛନ୍ତି। ଏଇ ସୁଜନା ଛୁଇଁକୁ ପିତାକିମାରେ ପକେଇକି କେମିତି ମୋ ମା କରୁଥିଲେ, ଆସନ୍ତୁ ଆଜି ସେଇ ରେସିପିଟି ମୁଁ ତିଆରି କରିବି। ଏଇଠି ଦେଖନ୍ତୁ ପିତାକିମା ଆଉ ଏଇଠି ଗୋଟେ ଛୋଟ ବନ୍ଧାକୋବିଟେ ମୁଁ ଟିକେ ନେଇଛି, ଆଉ ଗୋଟେ ଆଳୁ, ଦିଟା ବାଇଗଣ, ଆଉ ଏଠି ଏରକ ସବୁ କଷି ସୁଜନା ଛୁଇଁକୁ ନେଇଛି। ଏଇଠି ଏବେ ମୁଁ କଣ କରିବି ନା ପିତାକିମା ଗୁଡ଼ିକୁ ତାକୁ ଏମିତି ବାଛି ନେବି। ସତରେ ସେତେବେଳେ ମାଙ୍କର ଯୋଉ ହାତ ତିଆରି ତରକାରୀ କେତେ ଟେଷ୍ଟି ହଉଥାଏ ଖାଇବା ପାଇଁ, ଆଉ ମୁଁ ଭାବୁଛି ଆଜି ସେମିତି ବନେଇବି, କିନ୍ତୁ ମାଙ୍କ ହାତ ରନ୍ଧା ଭଳିଆ ତ ହବ ନାହିଁ, ତଥାପି ମୁଁ ଚେଷ୍ଟା କରିବି ସେମିତି କରିବା ପାଇଁ। ଆଉ ରେସିପିଟି କିନ୍ତୁ ଏତେ ସୁନ୍ଦର ଥିଲା ଆଉ ଖାଇବା ପାଇଁ ବହୁତ ଟେଷ୍ଟି, ତେଣୁ ମୁଁ ଆଜି ସେଟାକୁ ଏମିତି କରିବା ପାଇଁ ଚେଷ୍ଟା କରିବି। ଏବେ ଦେଖନ୍ତୁ ମୁଁ ପିତାକିମା ଗୁଡ଼ିକ ସବୁ ଏମିତି ବାଛି ନେଉଛି। ଏଠି ସବୁ ପିତାକିମା ମୁଁ ବାଛି ନେଇ ସାରିଲିଣି। ଏବେ କଣ କରିବି ନା ତାକୁ ନେଇକିରି ଗୋଟେ ଜାଗାରେ ଭଲ ଭାବରେ ଧୋଇ ଆଣିବି। ଏବେ ଦେଖନ୍ତୁ ଏଇ ଯୋଉ କଅଁଳି ସୁଜନା ଛୁଇଁ ଦେଖୁଛନ୍ତି ନା, ୟାକୁ ବେଶୀ ବଡ ବଡ କରିକି ଜମା ବି କାଟିବେନି, ଏମିତି ଖାଲି ତାକୁ ଛୋଟ ଛୋଟ କରିକି ଏଇ ସାଇଜରେ କିନା ତାକୁ କାଟି ନେବେ। ମୁଁ ସେଇ କଷି ସୁଜନା ଛୁଇଁରୁ ତାକୁ ଏମିତି ସବୁ କାଟି ନେଉଛି। ତାପରେ ଏ ଯୋଉ ଆଳୁ, ବାଇଗଣ ଆଉ ବନ୍ଧାକୋବି ଟିକେ ରଖିଥିଲେ ତାକୁ ମଧ୍ୟ ଚୁନି ଚୁନି କରିକି କାଟି ନେବି। ଏମିତି ଛୋଟ ଛୋଟ କରିକି କାଟି ନେବେ। ଆଉ ଆମର ଏପଟେ ଏଇଟାକୁ ପିତାକିମା ବୋଲି କହି, ଆପଣଙ୍କର ସେପଟେ କଣ କୁହନ୍ତି, କେହି ଗିମା ମଧ୍ୟ କହନ୍ତି। ତେଣୁ ସେଇ ପିତାକିମାକୁ ଆଜି ଆସନ୍ତୁ ଗୋଟେ ଏସବୁ ପରିବା ଦେଇକି ବନେଇ ନେବା। ବାଇଗଣକୁ ମଧ୍ୟ ସେମିତି ସରୁ ସରୁ କରିକି କାଟି ନେବେ, ପିତାକିମାରେ ପୁରା ମିଶିଯିବ। ଆଉ ପିତାକିମାରେ ଟିକେ ଆଳୁ ପଡିଲେ ଖାଇବା ପାଇଁ ସେଟା ଟିକେ ଭଲ ଲାଗେ, ଆଉ ବେଶୀ ପିତା ଲାଗେନି, ସେଥିପାଇଁ ମୁଁ ଏଠି ଗୋଟେ ଆଳୁ ଦେଇଛି। ସେ ଆଳୁକୁ ବି ଏରକ ପୁରା ସେମିତି ବାଇଗଣ ସରୁ ସରୁ କରିକି କାଟି ନେଇଛି, ସେରକ ଆଳୁକୁ ବି ଏମିତି ସରୁ ସରୁ କରିକି ତାକୁ ବି କାଟି ନେଇଛି। ଏଠି ମୁଁ ଛୋଟ ଖଣ୍ଡେ ବନ୍ଧାକୋବି ନେଇଛି। ଆପଣ ବନ୍ଧାକୋବି ନଦେଲେ ବି ଖାଲି ଆଳୁ, ବାଇଗଣ, ସୁଜନା ଛୁଇଁ ଦେଇକି କଲେ ମଧ୍ୟ ହବ। ଯେହେତୁ ଗୋଟେ ଛୋଟ ବନ୍ଧାକୋବି ଥିଲା, ମୁଁ ଭାବିଲି ସେଇଠି ଟିକେ ଦେଇଦେଲେ ସେଟା ଟିକେ ଭଲ ମେଟ ଧରିବ। ପିତା ଖାଉଥିବା ଲୋକମାନେ ତ ଆଗେ ଲାଇକ୍ ସେୟାର କରିନେବେ, କିନ୍ତୁ ପିତା ନ ଖାଉଥିବା ଲୋକ ବି ବେଶୀ ନହେଲେ ନାହିଁ ଅଳ୍ପ ଟିକେ ପିତା ଖାଇବେ, କାହିଁକି ନା ପିତା ଦେହ ପାଇଁ ବହୁତ ଭଲ, ଆଉ ସେଥିପାଇଁ ଅଳ୍ପ ଟିକେ ଖାଇବେ। ଏଇଠି ସବୁ ଯୋଉ କାଟିକି ରଖିଥିଲି ସେ ପରିବାକୁ ସବୁ ଏଇଠି ମୁଁ ଧୋଇ ନଉଛି। ଧୋଇକିରି ତାକୁ ଗୋଟେ ଜାଗାକୁ ଛାଙ୍କିକି ରଖିଦେବି। ଏବେ କଣ କରିବି ନା ଏଇ ଯୋଉ ପିତାକିମାକୁ ଧୋଇକି ରଖିଥିଲି ତାକୁ ଏଇ ଗ୍ରାଇଣ୍ଡିଂ ଜାରରେ ଦେଇଦେବି, ଆଉ ସେଥିରେ ଅଳ୍ପ ଜିରା ଦେବି, ଆଉ କିଛି ସୋରିଷ ଦେବି। ଏଇଠି ମୁଁ ଧଳା ସୋରିଷ ନେଇଛି, ଆପଣ ଚାହିଁଲେ କଳା ସୋରିଷ ମଧ୍ୟ ଦେଇପାରିବେ। ଆଉ ଏଠି 6-7 କୋଷା ଏଠି ରସୁଣ ମୁଁ ନେଇଛି। ଏସବୁକୁ ନେଇକରି ଏବେ ମୁଁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଆଣିବି। ଏଇଠି ଦେଖନ୍ତୁ ମୁଁ ଗ୍ରାଇଣ୍ଡିଂ କରିକି ନେଇ ଆସିଛି। ଏବେ ଚାଲନ୍ତୁ ଚୁଲି ଲଗେଇବା।
ये कढ़ा गरम हो गलानी मु कौन कर सोरिष तेल नहीं सोरिष तेल नहीं दीटा जीरा फुटे देवी तापर जीराटा देखु फुटीगला मुझे कौन करी ना काटिकी देती गोटे पियाज से पियाजटा को एथिरे देदेवी पियाजटा को ये बेसी भाजबानी टिके हल्का टिके पियाज कंचा स्मेलटा जीवा पर्यंत भाजवा ये पियाज हो गलानी मुझे कौन करी ना एबे ना लंका गुंड मुझे लंका बाटी नथिली से मुझे लंका गुंड नहीं यही समय जो काटिकी रखी सबू परिवा को एथिरे देकरी मु भाजी नेबी जेहेतु मु बैगण आ सुजना चुई नहीं टिके सीझापी छाड़देवी एबे या उपरे मु स्वाद अनुसार लुण आउ हलदी गुंड टिके देकी ताकू टिके एपट सेपट करनेबी आउ तापरे ताकू घोड़े देवी कहीं या देहर जो पानी बाहर से ये जो सुजना चुई बैगण सबू परिवा आमर जो पड़ती से गुड़ाक सीझीज देखो ये देहर टे पानी बाहर लानी आहरी टिके सीझापी मुझे आउ कि समय ये ढाकी नौ देखो ये परिवाटा पूरा पूरी सीझी आसला समय कौन करना ये जो ग्राइंडिंग करके रखी जो पिता जना को ये नहीं अल्प टे पानी देवी कहीं बहुत लगी पिता जीवा पानी दे पानीटा दे यारी ऊपर कंचा सोरिष तेल देदेवी देखो सुंदर देखा जाच्छी बढ़िया बासना ये देखु ये पिता किमा चोरचोटा के सुंदर हो गलानी ताकू एबे मु बाहर करदेवी गोटे जगह को मो वीडियो जदि आपन को भल लगुଥାଏ ताले लाइक शेयर सब्सक्राइब निश्चय करदेबे। रहूची धन्यवाद।